ଜୟ ଜଗନ୍ନାଥ। ପ୍ରିୟ ଦର୍ଶକ ବନ୍ଧୁ ନମସ୍କାର। ମୁଁ ନଗେଶ ସୁସ୍ୱାମୀ ଆପଣମାନଙ୍କୁ ମୋ ଭିଡ଼ିଓକୁ ଅନେକ ସ୍ୱାଗତ କରୁଛି। ତ ବର୍ତ୍ତମାନ ମୁଁ ଯେଉଁ ଭିଡ଼ିଓଟି ପ୍ରସ୍ତୁତ କରିବାକୁ ଯାଉଛି ସେଇଟା ହେଉଛି ଦଶମ ଶ୍ରେଣୀ ପିଲାମାନଙ୍କ ପାଇଁ। ତ ବର୍ତ୍ତମାନ ଦଶମ ଶ୍ରେଣୀ ପିଲାଙ୍କର ତ ଫେବୃଆରୀ ମାସରେ ପରୀକ୍ଷା ହେବ। ତ ବର୍ତ୍ତମାନ ମୁଁ ପରିମିତି ଉପରେ କିଛି ସୂତ୍ର, ଏମିତି ତ ଦେଖିବାକୁ ଗଲେ ବହୁତ ସୂତ୍ର ଅଛି। ତ ବୃତ୍ତ ସମ୍ବନ୍ଧୀୟ ଠାରୁ ଗୋଲକ ପର୍ଯ୍ୟନ୍ତ ପ୍ରିଜିମ୍ ଦୁନିଆ ଅଛି। ତ ବର୍ତ୍ତମାନ ମୁଁ ବୃତ୍ତ ସମ୍ବନ୍ଧୀୟ କେତେ ଗୁଡ଼ିଏ ସୂତ୍ର ଆପଣମାନଙ୍କୁ ମୁଁ କହିବି, ବା ଯଦି ଏଇ ଭିଡ଼ିଓଟିକୁ ଦଶମ ଶ୍ରେଣୀର ପିଲାମାନେ ଦେଖୁଥାନ୍ତି ତାହେଲେ ଭିଡ଼ିଓଟିକୁ ଲାଇକ୍ ସବସ୍କ୍ରାଇବ୍ କରିବା, ତା ସହିତ ସେୟାର ମଧ୍ୟ କରନ୍ତୁ। ଆଉ ଯଦି ଅଭିଭାବକ ଯଦି କେହି ଦେଖୁଥାନ୍ତି ଭିଡ଼ିଓଟିକୁ, ଆପଣମାନେ ଦେଖିବା ସଙ୍ଗେ ସଙ୍ଗେ ଲାଇକ୍ ସବସ୍କ୍ରାଇବ୍ କରନ୍ତୁ, ସେୟାର ମଧ୍ୟ କରନ୍ତୁ। ଆଉ ପିଲାମାନେ ଏ ଭିଡ଼ିଓଟି ପ୍ରସ୍ତୁତ କରିବାର ଉଦ୍ଦେଶ୍ୟ ହେଉଛି ଯେ ବହୁତ ପିଲା, ଧରନ୍ତୁ 100% ପିଲା ଭିତରୁ 10% ପିଲା, ମାନେ 100ରୁ 10 ଭାଗ ପିଲା ଟିକେ ଜ୍ଞାନ, ମାନେ ପାଠ ଉପରେ ଟିକେ ଫୋକସ୍ ପକାଉଛନ୍ତି, ପାଠଟାକୁ ଟିକେ ଜାଣିବା ପାଇଁ ଚାହୁଁଛନ୍ତି, ପାଠ ପ୍ରତି ତାଙ୍କର ଆଗ୍ରହ ଅଛି, ପାଠକୁ ଟିକେ ଭଲ ପାଉଛନ୍ତି। ଆଉ ବାକି 90 ଭାଗ ପିଲା ପାଠ ପ୍ରତି ଜମାରୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ନିଜେ ପରିଶ୍ରମ କରିବା ଏବଂ ଅଧିକ ମାର୍କ ଆଣିବା, ସେଥିପ୍ରତି ମଧ୍ୟ ସେମାନେ ଚେଷ୍ଟା କରୁନାହାନ୍ତି। ମୁଁ ଜାଣୁଛି ଯେ ପିଲାମାନେ ସ୍କୁଲକୁ ଯାଉଛନ୍ତି, ବହୁତ ଟିଉସନ୍ ମଧ୍ୟ ହେଉଛନ୍ତି, ପ୍ରତ୍ୟେକ ବିଷୟ ୱାଇଜ୍ ବି ଟିଉସନ୍ ହେଉଛନ୍ତି। ସବୁ ହେଲେ ମଧ୍ୟ ପିଲାମାନେ ପାଠକୁ ବେଶୀ ଧ୍ୟାନ ଦେଉନାହାନ୍ତି, ମୁଁ ଯାହା ଜାଣିଛି। ତେଣୁ ପିଲାମାନେ ଟିକେ, ମୁଁ ପିଲାମାନଙ୍କୁ, ସେଇ ଦଶମ ଶ୍ରେଣୀ ପିଲାମାନଙ୍କୁ ବିନୀତ ଭାବରେ ମୁଁ ତାଙ୍କୁ କହିବାକୁ ଚାହୁଁଛି ଯେ ମୁଁ ସେମାନଙ୍କୁ କହିବାକୁ ଚାହୁଁଛି ଯେ ଦଶମ ଶ୍ରେଣୀଟା ହେଉଛି ଗୋଟେ ପ୍ରଥମ ପାହାଚ। ଏ ପ୍ରଥମ ପାହାଚଟାକୁ ଯଦି ଭଲ ଭାବରେ ଚଢ଼ିପାରିବା, ଆଗାମୀ ଆହୁରି 2ଟି ପାହାଚ ରହିଛି, +2 +3 ଏଇଭଳି ରହିଛି। ତ ଆମେ କ୍ୟାରିୟରକୁ ସଜାଡ଼ିବାଟା ହେଉଛି ଗୋଟେ ସବୁଠାରୁ ଇମ୍ପୋର୍ଟାଣ୍ଟ ଜିନିଷ। କଥା ନା ୟୁଅର୍ ଫ୍ୟୁଚର୍ ଇଜ୍ ମଚ୍ ମୋର୍ ଇମ୍ପୋର୍ଟାଣ୍ଟ ଦେନ୍ ୟୁଅର୍ ଫ୍ୟାମିଲି। ତେଣୁ ଯଦି ଫ୍ୟୁଚର୍ଟାକୁ ଆମେ ନ ଦେଖିବା ତାହେଲେ ଭବିଷ୍ୟତ ନଷ୍ଟ ହେଇଯିବ। ସେଥିପାଇଁ ଯାହା ହଉ, ମୋ ପାଖରେ ଦଶମ ଶ୍ରେଣୀ ପିଲା ଅବଶ୍ୟ ବର୍ତ୍ତମାନ ଟିଉସନ୍ ହେଉନାହାନ୍ତି। ମୁଁ ଆଗରୁ ବହୁତ ପିଲା, ହଜାର ପିଲା ବି ଟିଉସନ୍ ହେଇଛନ୍ତି ମୋ ପାଖରେ। ବର୍ତ୍ତମାନ ସେଗୁଡ଼ାକ ଆଉ ପଇସା ପତ୍ର ଦେଲେନି, ମୁଁ ହଇରାଣ କଲେ, ମୁଁ ସେଇଥିପାଇଁ ବାଧ୍ୟ ହେଇକି ଛାଡ଼ିଦେଲି। ତ ତଥାପି ବର୍ତ୍ତମାନ ମୁଁ ଯେହେତୁ ଅସୁରାଳି ଶିଶୁ ମନ୍ଦିର ପୂର୍ବତନ ଗୁରୁଜୀ, ମୋର କିନ୍ତୁ ଟିଉସନ୍ଟି ମୋର ଦୀର୍ଘ 30 ବର୍ଷ ହେଲା କରି ଆସୁଅଛି। ଯେଉଁ ପିଲା ମିଳିଲା ସେଇ ପିଲାମାନଙ୍କୁ ସବୁ ଟିଉସନ୍ କଲି। ତ ବର୍ତ୍ତମାନ ମୁଁ ଏଇ ଦଶମ ଶ୍ରେଣୀର ପିଲାମାନଙ୍କର ପରିମିତି ପାଠ, ଯେଉଁଟାକି ମେନ୍ସୁରେସନ୍, ତ 5F ପର୍ଯ୍ୟନ୍ତ ଅଛି, ଗୋଲକ ପର୍ଯ୍ୟନ୍ତ ଅଛି। ତ ତଥାପି ମୁଁ ବୃତ୍ତ ସମ୍ବନ୍ଧୀୟ କିଛି ସୂତ୍ର ମୁଁ ଆପଣମାନଙ୍କୁ ଆଗରେ ଉପସ୍ଥାପନ କରୁଛି, ତଥା ପିଲାମାନଙ୍କ ଆଗରେ ମଧ୍ୟ ଉପସ୍ଥାପନ କରୁଛି। ପିଲାମାନେ ଶୁଣନ୍ତୁ, କିଛି ଶୁଣିବା ଦ୍ୱାରା ମଧ୍ୟ କିଛି ମନେ ରୁହେ। ତେଣୁ କରିକି ପିଲାମାନଙ୍କର ଏ ଆଗ୍ରହଟା ରହିଲେ, ପିଲାମାନେ ଯଦି ଭିଡ଼ିଓକୁ ଦେଖିକି ଲାଇକ୍ ସବସ୍କ୍ରାଇବ୍ କରନ୍ତି, ତାହେଲେ ମୁଁ ଜାଣିବି ଯେ ପିଲାମାନଙ୍କର ପାଠ ପ୍ରତି ଟିକେ ଆଗ୍ରହ ରହିଛି। ଆଉ ବିଶେଷ କରି ଗାର୍ଡ଼ିଆନ୍ ମାନଙ୍କୁ ମଧ୍ୟ ମୁଁ ବିନୀତ ଅନୁରୋଧ କରୁଛି, ସେମାନେ ବି ଟିକେ ଭିଡ଼ିଓକୁ ସବସ୍କ୍ରାଇବ୍ କରନ୍ତୁ, ସେୟାର କରନ୍ତୁ, ଲାଇକ୍ କରନ୍ତୁ। ବିଦ୍ୟା ପ୍ରତି ଆଗ୍ରହ ରଖିବା, ବିଦ୍ୟାକୁ ଭଲ ପାଇବା, ଇଏ ବହୁତ କମ୍ ଲୋକଙ୍କ ପାଖରେ ଦେଖାଯାଏ। ହୁଏତ ଆପଣଙ୍କର ବିଦ୍ୟା ଆବଶ୍ୟକତା ନାହିଁ, କିନ୍ତୁ ଦେଖିକି ଟିକେ ତ ସବସ୍କ୍ରାଇବ୍ କରିପାରିବେ ନା। ହଉ, ବର୍ତ୍ତମାନ ମୁଁ ଆରମ୍ଭ କରୁଛି। ତ ବର୍ତ୍ତମାନ